ओम शांति। आज सप्तम दिन कोर्स भारतर प्राचीन राजयुग विषय मु कहवाई कि चाहूँगी। आपण मैंने जानते राजयुग तो बहुत अच्छी जमी आमर अन्य धर्म भी राजयुग अच्छी। पातंजलि राजयुग शिखाई तेणु ये सी राजयुग नुहे। ये राजयुग विषय आपण मैंने बुझे ये आत्मा सहित आत्मार कनेक्शन परमात्मा सहित जोग माने साधारणतः जोड़िया परमात्मा सहित जोग जोड़िया परमात्मा सहित जोग जोड़ले मैंने शक्ति ज्ञान प्रवृत्ति प्राप्त होगा। किंतु आप मन रखिए ये राजयुग विशेषता यही है जे राजयुग माने ये सबू जुग राज्य राजा आम यदि परमात्मा सहित जोग करिया आप देखु गोटे एग्जांपल दूची इलेक्ट्रिक तार गोटे खाली तार अच्छी आ गोटे कभर दिया तार अच्छी दुईटा लगेले करेन्ट आसबनी किंतु आपण जदि कभर थुआटा बाहर करदे आपने से कौन हम कभर थुआटा जदि बाहर करदे आपने भल भाव कनेक्शन हो पार एवं करेन्ट बहब एवं आपण मैंने फिलिंग करेंगे जे करेन्ट बोची। तो ये भी सेपरी आम जदि आत्मा रूप ये शरीर भी वस्त्र को भूली जा तेणु तबे आम ये शस्त्र को भूलीगली परमात्मा तो ही अटंती ज्योतिर्बिंदु आत्मा मध्य ज्योतिर्बिंदु अटे किंतु आम देहर अच्छु देहरे थाई देह को भूलिया ये हूँ बड़ मेहनत जिनस किंतु मेहनत नुहे या द्वारा मेहनत अपन कहले चलबनी या द्वारा गुण माने शक्ति प्राप्त हुए गुण प्राप्त हुए वरदान प्राप्त हुए परमात्मा ठार आप वरदान प्राप्त करें। तेणु प्रथम निजक आत्मा मन करिया एवं परमात्मा को मन पका आपण मैंने देखते ये चित्र दिखाई लौकिक बाप पिलार लौकिक बाप अच्छी लौकिक बाप माने देहधारी को आम मन आम जब कह आपण पिता को मन पकातु से कह कौन मो पिता को मन रखी किंतु मन रही तेरे आत्मार पिता को कहीं मन रुनी जेहेतु आत्मा ज्योतिर्बिंदु स्वरूप परमात्मा ज्योतिर्बिंदु स्वरूप तेणु मन रुनी तेणु आपण जदि बुद्धि रखिए जे मो आत्मा एक ज्योतिर्बिंदु ये देखाई आत्मा रूप मो आत्मा छोट देखाई परमात्मा आत्मा परमात्मा रूप एका किंतु जेहेतु आत्मा छोट आकार देखाई कारण आत्मा जन्म मृत्यु चक्र आसचे किंतु समान से माने तेणु जदि आपण मैंने परमात्मा को याद करिए तबे शक्ति कारण आसो एवं शक्ति बह ये देखाई तले देखाई आपण मैंने देखते एक परमात्मा सहित आप जो बस जोग करने एक परमात्मा सहित जोग करिए निजक आत्मा भाविले तेणु कौन कौन आपण मैंने तो जानते
ଦେଖନ୍ତୁ ପ୍ରଥମେ 5 ବିକାର ଆମେ ଯେ କହୁଛୁ କାମ ବିକାର, ସେ 5 ବିକାରକୁ ତ୍ୟାଗ କରିବା ପାଇଁ ପଡ଼ିବ। ବାବା ଆମକୁ କହୁଛନ୍ତି ନା କମଳ ପୁଷ୍ପ ସମାନ ଜୀବନଯାପନ କରିବ। ଘର ଗୃହସ୍ଥ ରହିକି ମଧ୍ୟ ଦୃଷ୍ଟିବୃତ୍ତି ଚଳନ ବାଣୀ ଆପଣ ଏପରି ହବା କଥା ଅନୁଭବ କରିବେ ଯେ ମୁଁ ଏକ ଆତ୍ମା ଏବଂ ସ୍ତ୍ରୀକୁ ମଧ୍ୟ ଯୁଗଳ କୁହାଯାଇପାରେ, ଯିଏ ଆମର ଜୀବନ ରାସ୍ତାରେ ସହଯୋଗ କରୁଛି। ତେଣୁ ଆପଣମାନେ ଖାଲି ସ୍ତ୍ରୀ ବିକାରର ଇଏ ନୁହେଁ, ଆଗରୁ ଯେମିତି ଭାବୁଥିଲେ ଯେ ନାରୀ ନାଗୁଣୀ ଆଉ ବିକାରର ବଶବର୍ତ୍ତୀ, ତେଣୁ ସିଏ ନୁହେଁ, ସିଏ ମଧ୍ୟ ଜୀବନଯାତ୍ରାରେ ଆପଣ ହାଫ୍ ପାର୍ଟନର କହୁଛନ୍ତି ନା। ତେଣୁ ଇଏ ହେଲା ପ୍ରଥମ ଜିନିଷ ହେଲା କାମ ବିକାରରୁ ଆପଣ କ୍ରସ୍ କରିବେ। କ୍ରସ୍ କରିବା ମାନେ ଛତି ଦେବେ, ବିକାରର ବଶବର୍ତ୍ତୀ ଆଦୌ ହେବେନି। କ୍ରୋଧ କହନ୍ତି, ଆପଣ କ୍ରୋଧ ଯଦି ଗୋଟେ ଘର ହେଇଥିବ ମାସେ ସେ ତା'ର ପ୍ରଭାବ କ୍ରୋଧ ଉପରେ ରହେ। କହନ୍ତି କ୍ରୋଧର ପାଣି ମାଠିଆ ଶୁଖିଯାଏ। ତେଣୁ କ୍ରୋଧ କରିବେନି, କାରଣ କ୍ରୋଧ କଲେ ଆପଣଙ୍କ ଯେଉଁ ସ୍ନାୟୁ ସବୁ ଅଛି ସେ ମଧ୍ୟ ଭଲ ଭାବରେ ଆପଣ କାମ କରିବନି, ବୁଝିବା ଶକ୍ତି ଆପଣଙ୍କୁ ଲୋପ ପାଇଯିବ। ତାପରେ ମୋହ, କାମ, କ୍ରୋଧ, ଲୋଭ ଆପଣ ଭାବେ ମୋ ପୁଅ ପାଇଁ ମୁଁ ରଖିଛି, କିନ୍ତୁ ମୋହ ଆପଣ ଯଦି କହନ୍ତି ନା ପୁଅ ଯଦି ଯୋଗ୍ୟ ହେବ ଅର୍ଥ କାହିଁ ପାଇଁ ସଞ୍ଚିବି, ପୁଅ ଯଦି ଅଯୋଗ୍ୟ ହେବ ଅର୍ଥ କାହିଁ ପାଇଁ ସଞ୍ଚିବେ। ତେଣୁ ଆପଣ ପିଲାମାନଙ୍କୁ ମଣିଷ କରାନ୍ତୁ, ତେଣୁ ମୋହ ରଖନ୍ତୁନି, ସ୍ନେହ ରଖନ୍ତୁ। ମୋହ ଏଇଟା ହେଲା ମୋହ, ଏଇ ଚିତ୍ର ଦେଖାଯାଇଛି ମୋହ, ଏ ମାନେ ଲୋଭର ଏଇ ଚିତ୍ରଟା ଏଇଟା ହେଲା ମୋହ। ମାଆମାନଙ୍କର ପୁଅମାନଙ୍କ ପ୍ରତି ବହୁତ ମୋହ ଥାଏ। ତେଣୁ ମୋହ ରଖନି, ସ୍ନେହ ରଖ। ବାବା ସେଥିପାଇଁ କହୁଛନ୍ତି ବାର ତୁମେ ସ୍ନେହ ରଖ, ସ୍ନେହ ରଖିଲେ ତୁମେ ଶ୍ରେଷ୍ଠ ଆତ୍ମା ହେଇପାରିବ। ମୋହ ରଖିଲା କିଆ ଉଚିତ ନୁହେଁ। ତାପରେ ମାନେ ଅହଙ୍କାର, ଆପଣ ଅଭିମାନରେ ଆସି ପୁଅକୁ ପିଟିବେ ବା କୌଣସି ଲୋକ ସହିତ କଳି କରିବେ, ଇଏ ମଧ୍ୟ ଶୋଭା ପାଏନି। ତେଣୁ ଆପଣମାନେ ଯଦି ରାଜଯୋଗୀ ଜୀବନ ଯାପନ କରିବା ପାଇଁ ଚାହାନ୍ତି, ତେଣୁ ଆପଣମାନେ ଅହଙ୍କାରକୁ ଛାଡ଼ିବ। କହନ୍ତି ନା ଅହଙ୍କାର ଯେଉଁଠି ଥାଏ, ଅଭିମାନ ଯେଉଁଠି ଥାଏ, ସେଠି ଅପମାନ ଥାଏ। ଯଦି ଆପଣ ଅଭିମାନ କରିବେ ଅପମାନ ବି ପାଇବେ। ତେଣୁ ଆପଣ ଅଭିମାନ କରିବେନି। ଇଏ 5 ବିକାର, ତା ସହିତ ଅନ୍ୟ ଗୁଡ଼ାକ ଅଛି, ନାତି ନାତୁଣୀ ତାଙ୍କର ଈର୍ଷା, ଦ୍ୱେଷ, ଘୃଣା ଆଦି ଯେଉଁଗୁଡ଼ାକ ଅଛି ସେଗୁଡ଼ାକ ଆପଣମାନେ ମଧ୍ୟ ତ୍ୟାଗ କରିବା। ତାପରେ ଏଠି ଲେଖାହେଇଛି ଆପଣ ଗୁରୁ ମାଳା ଫେରିବା। ଏକଥା ଆପଣମାନେ ମାଳା ଫେରିଲେ କ'ଣ ହେବ? ପରମାତ୍ମାଙ୍କୁ ସ୍ମରଣ ନ କଲେ ବିକର୍ମ ବିନାଶ ହେବନି। ମାଳା ଜପିଲେ କ'ଣ କାମ ହେବ? କିଛି କାମ ହେବନି। ତେଣୁ ସେଥିପାଇଁ ଆପଣମାନେ ଗୁରୁକୁ ମଧ୍ୟ ତ୍ୟାଗ କରିବେ। ଗୁରୁ ସଦ୍ଗୁରୁ ପରମାତ୍ମା ଏବେ ସୃଷ୍ଟିରେ ଆସିଛନ୍ତି। ଆପଣ ତାଙ୍କୁ ଜାଣନ୍ତୁ, ଆପଣ ଜାଣି ତାଙ୍କ ସହିତ ସମ୍ବନ୍ଧ ସ୍ଥାପନ କରନ୍ତୁ, ତେବେ ପ୍ରକାଶ ଆସିବ। ତେବେ ଆପଣମାନେ ବୁଝିଲେ ଯେ ଇଏ ଆତ୍ମା ଜନ୍ମ ଜନ୍ମାନ୍ତର 63 ଜନ୍ମ ଯେଉଁ ବିକାର କରିଛି, ବିକାରରେ ଯାଇଛି, ତମ ପ୍ରଧାନତା ଭିତରେ ଗତି କରିଛି, ସେଥିରୁ ମୁକ୍ତି ପାଇବା ପାଇଁ ହେଲେ ଆପଣମାନେ କ'ଣ କରିବା ନା ଆପଣ ଏ 5 ବିକାରକୁ ତ୍ୟାଗ କରିବା। ଗୁରୁ ଗୋସାଇଁ ପରମାତ୍ମା ଖୁଦ ଆସିଛନ୍ତି, ସୃଷ୍ଟିର ରଚୟିତା ଖୁଦ ଆସିଛନ୍ତି, ପତିତ ପାବନ ବାବା ଖୁଦ ଆସିଛନ୍ତି। ତେଣୁ ଆପଣମାନେ ଯଦି ପରମାତ୍ମାକୁ ଚିହ୍ନି ପାରିବେ, ସେ ତ ଜ୍ୟୋତିର୍ବିନ୍ଦୁ, ସେ ଲାଇଟ୍ ମାଇଟ୍ ପଛରେ ଯେଉଁ ଚିତ୍ର ଆପଣ ଦେଖୁଛନ୍ତି ସେ ପରମାତ୍ମାଙ୍କର
परमात्मा सहित आपण संबंध स्थापन करते सेटा स्थापन करें आप जिते आप देह आ देहर अभिमान को त्याग करें तेरे आपण ये प्रकार देह अभिमान पांच विकार को देह से कहते देह देहर संबंध को त्याग करने देह मु निजे एक आत्मा देह बोली भावानी आम सब जो बुद्धि रखा मो आत्मा चला बुला कर खावा पीवा समय आम जदि निजक आत्मा बोली कर आत्मा अभिमानी स्थिति रहा बहुत किसी बड़ कथा नुहे किंतु ये स्थिति जदि आसब तेरे आपण मैंने अनुभव करिया यह करवा कौन से असंभव नुहे तेणु आपण जदि दुनिया रे भी आपण देखु जदि एक परमात्मा सहित संबंध स्थापन करिए संबंध जदि स्थापन करिए कारण दुनिया संबंध तो अच्छे परमात्मा को कहते हैं तमेव पिता माता तमेव तुम्हें बंधु द्रविण तमेव परमात्मा माता पिता बंधु सहायक सब अटंती तेणु संबंध जिते आप परमात्मा सहित सब स्थापन करें बुद्धि आप कुआड़े जीवनी बुद्धि परमात्मा सब कौन रमर बुद्धिटा परमात्मा पाखे आपण मैंने मन रखता ये बुद्धि केवल निजक श्रेष्ठ स्थिति आड़बनी कारण बुद्धिटा आप पारस बुद्धि हो बाबा जमी मुरली बाबा कहते तुम्हें सब पारस बुद्धि बर्तमान आम ये संगम जुगे आम पारस बुद्धि हो पारस बुद्धि अर्थात सुनार बुद्धि जदि आम सुनार बुद्धि हम तब आम सुना कहते ना बाघुणीर क्षीर सुनार पात्र रखते तेणु आम बुद्धिटा गला ये संगम जुगे आम सुनार पात्र जदि आम बाबा ज्ञान को रखू तेज ये रचेत ये रही पारे तेणु ये स्थिति आपण बनइबे जहाँफल आम अनुभव कर संबंध आम परमात्मा सहित सर्व संबंध टिके भी कौन से गोटे संबंध आड़ बुद्धिगला तेरे देह अभिमान आसो देह अभिमान आसला माने आपण श्रेष्ठ स्थिति को अनुभव करें तापर प्राप्ति आपण देखु परमात्मा कहते परमात्मा कहते मु तुम सर्वेंट ओबीडिएंट सर्वेंट बहुत समय आप कहते कहीं ना परमात्मा को सब प्राप्ति दवापाई आस प्राप्ति आम के परमात्मा सहित जदि मन रख दुनिया रे कहीं श्रेष्ठ जिनस दे पारनी दुनिया बापा निजर बापा आपको श्रेष्ठ जिनस दे पारे परमात्मा श्रेष्ठ श्रेष्ठ चरित्र श्रेष्ठ बुद्धिमा श्रेष्ठ आमको श्रेष्ठ करने आसती तेणु प्राप्ति आमर 21 जन्म प्राप्ति कम प्राप्ति नुहे आम 21 जन्म प्राप्ति कर तेणु परमात्मा आसती आम 21 जन्म प्राप्ति कर 21 जन्म प्राप्ति अर्थात सत्यतेता नुहे आम द्वापर फुल एवं कलिर अधा एमती 63 जन्म पूरापूरी सृष्टि चक्र 63 जन्म आम संगम मिसेकी आम अनुभव कर आम सुखरे रही शांति रही ये लास्ट जन्म देखो आमर आमर आम परमात्मा संतान माने कहीं गरीब नुहति एमती खूब माने कि मागे खाइब एमती किंतु समस्ते ये पूर्व जन्मर कर्मर फल जमी आम कहे ना परमात्मा आम भल काम कले भल फल मिल आम परमात्मा 63 जन्म सुख पाचु तेणु सुखर अर्थात आम क्या दुख दबुनि दुख जीवन क्या दुखी देले क्रोध कले आम जीवन चलन आमर खराब हो आम श्रेष्ठ जीवन यापन कर तेणु परमात्मा आमको एक कथा कहते जे तुम्हें श्रेष्ठ जीवन यापन कर श्रेष्ठ जीवन अर्थात श्रेष्ठ जीवन यापन कर श्रेष्ठ जीवन अर्थात श्रेष्ठ
କର୍ମ ଶିଖାଇବା ପାଇଁ ଆସିଛନ୍ତି। ପରମାତ୍ମା ଆମକୁ କହୁଛନ୍ତି, ପୁଣି କହୁଛନ୍ତି ଯେ ତୁମେ ସନ୍ତାନମାନେ ଏବେ ଏହି ସଙ୍ଗମ ଯୁଗରେ ପରମାତ୍ମାଙ୍କଠୁ ଯାହା ନେବାର କଥା, ଯାହା ପ୍ରାପ୍ତି କରିବା କଥା ଏହି ସମୟରେ ନେଇନିଅ, ଅନ୍ୟ ସମୟ ଆସିବନି। ଇଏ ସମୟ ହେଉଛି ପରମାତ୍ମା ପ୍ରାପ୍ତିର ସମୟ। ତେଣୁ ମନେ ରଖିବା କଥା, ଆମେ ଅମୃତ ବେଳାରେ କିମ୍ବା ଦିନସାରା ଆମେ ବାବାଙ୍କୁ କେତେ ମନେ ପକାଉଛେ। ଖୁବ୍ କମ୍ରେ ଆମେ ଖାଇବା ସମୟରେ, ମାନେ ବାବା ଗାଧୋଇବା ସମୟରେ, ଯେକୌଣସି କାମ କରିବା ପୂର୍ବରୁ ଆମେ ପରମାତ୍ମାଙ୍କୁ ମନେ ପକାଇବା। ଖାଇବା ପ୍ରତି ଗୁଣ୍ଡା ଯଦି ଆମେ ଖାଇବା, ପରମାତ୍ମା ୟାଦରେ ରହିବା। ତେଣୁ ସଙ୍ଗମକୁ ବେଶ ଭଲ ଭାବରେ କଟାଇବା ପାଇଁ ଆମେ ଆମ ନିଜ ଜୀବନକୁ ଶ୍ରେଷ୍ଠ କରିପାରିବ। ପୁଣି ବାବା ଆମକୁ କହୁଛନ୍ତି, ତୁମେ ପିଲାମାନେ ଇଏ ସମୟ ଚାଲିଛି ବର୍ତ୍ତମାନ, ଯାହାକୁ କହୁଛନ୍ତି ସଙ୍ଗମ ଯମ। ଆଉ ଗୋଟେ ବର୍ତ୍ତମାନ ବାବା ବି କହୁଛନ୍ତି ବର୍ତ୍ତମାନ ସଙ୍କଟମୟ ପରିସ୍ଥିତି, କିନ୍ତୁ ଦେହରେ ମାନେ ଦେଶରେ ଏମର୍ଜେନ୍ସି ଜାରି ହୁଏ। ଏମର୍ଜେନ୍ସି କେତେବେଳେ ଜାରି ହୁଏ? ଯେତେବେଳେ ଫରେନର୍ ମାନେ ଆମକୁ ଆକ୍ରମଣ କରନ୍ତି, ଆମର ବଞ୍ଚାଇବା ପାଇଁ ଆମେ ଯୁଦ୍ଧ କରିବା ପାଇଁ ପଡ଼େ। ତେଣୁ ଇଏ ଯୁଦ୍ଧ କରିବା କଥା ନୁହେଁ। ଆମେ ବର୍ତ୍ତମାନ ମାୟା ରାବଣ ସହିତ ଯେଉଁ ମାୟା ରାବଣ କମ୍ ବଳବାନ ନୁହେଁ। ଆମେ 21 ଜନ୍ମ ପାଇଁ ସୁଖୀ ହେବୁ। ତେଣୁ ମାୟା ରାବଣ ସହିତ ଜଡ଼ିଆ ଅଛି। ଆମେ ସୁଖ ଶାନ୍ତିର ଦୁନିଆକୁ ଯିବୁ, ଯେଉଁଠି ଟିକେ ମାତ୍ର ବି ଦୁଃଖ ନଥିବ। ଷୋଳକଳା ସମ୍ପୂର୍ଣ୍ଣ, ସର୍ବଗୁଣ ସମ୍ପନ୍ନ, ସମ୍ପୂର୍ଣ୍ଣ ନିର୍ବିକାରୀ, ମର୍ଯ୍ୟାଦା ପୁରୁଷୋତ୍ତମ, ଅହିଂସା ପରମ ଧର୍ମ ଆମେ ସତ୍ୟ ଯୁଗରେ ଅନୁଭବ କରିପାରିବୁ। ତେଣୁ ଆମେ ଯଦି ଏହି ସଙ୍କଟମୟ ପରିସ୍ଥିତିରେ ଆମେ କ'ଣ କରିପାରିବ? ଆମେ ମନେ ରଖିବା କଥା ଯେ ପରମାତ୍ମା ଆସିଛନ୍ତି ଆମକୁ, ଆମେ ସର୍ବଶକ୍ତିମାନଠୁ ଶକ୍ତି ନେଇକି ଆମେ ମାୟା ରାବଣ ସହିତ ବିଜୟ ପ୍ରାପ୍ତ ହୋଇପାରିବ। ସେଥିପାଇଁ କହିଲେ ଆପଣ ଯଦି ସର୍ବଶକ୍ତିମାନ ସ୍ଥିତିରେ ସେଟ୍ ହେବେ, ତେବେ ଆପଣ ଏହାପରେ ବିଜୟ ପ୍ରାପ୍ତ କରିପାରିବେ। ସର୍ବଶକ୍ତିମାନଙ୍କୁ ସେଥିରେ ଯଦି ସେଟ୍ ହେବେ, ଆପଣ ବିଜୟ ପ୍ରାପ୍ତ ହୋଇପାରିବେ। ଆଉ ପରମାତ୍ମା ଏହି ସମୟରେ ପରମାତ୍ମାଙ୍କୁ ଆଚ୍ଛା ମତ ଦେବା ପାଇଁ ଆସିଛନ୍ତି। ଆଚ୍ଛା ମତ ଦୁନିଆରେ ଏକ ପରମାତ୍ମାଙ୍କୁ କେହି, କାରଣ ପରମାତ୍ମା ପରମ ଯେଉଁ ମତ ଦେବେ ସବୁ ଶ୍ରେଷ୍ଠ ମତ, ପରମ ମତ, ଶ୍ରେଷ୍ଠ ମତ ଦେବେ। ଶ୍ରେଷ୍ଠ ମତରେ ଆପଣ ଚାଲିଲେ ଆପଣ ଅନୁଭବ କରିପାରିବେ ଯେ ପରମାତ୍ମା ଆମକୁ ଜନ୍ମ ଜନ୍ମାନ୍ତର ଶ୍ରେଷ୍ଠ ମତ ଦେଇ ସତ୍ୟଯୁଗୀ ଦୁନିଆକୁ ନେଇଯାଉଛନ୍ତି। ଆପଣମାନେ ଅନୁଭବ କରିପାରିବେ। ତାପରେ ଆପଣମାନେ ମଧ୍ୟ ଅନୁଭବ କରିପାରିବେ ପରମାତ୍ମା ପରମ ସୁନ୍ଦର, ତାଙ୍କଠାରୁ ସୁନ୍ଦର ନାହିଁ। କାହିଁକି? ପରମାତ୍ମା କୌଣସି ସଦା ସବୁବେଳେ ସବୁ ପ୍ରକାର ସବୁ ସୁନ୍ଦର, ମାନେ ଦେଖିବୁ ଏକ ତ ଜ୍ୟୋତିର୍ବିନ୍ଦୁ, କିନ୍ତୁ ପରମ ସୁନ୍ଦର ମାନେ ଗୁଣ ତାଙ୍କ ପାଖରେ ରହିଛି। ଆମେ ଯଦି ତାଙ୍କ ଗୁଣକୁ ସଦା ଫଲୋ କରିବା, ସହନଶୀଳ, ହର୍ଷିତ, ମୁକ୍ତ, ବିଭିନ୍ନ ଗୁଣ ଅଛି, ଆମେ ଯଦି ଅନୁଭବ କରିବା, ଆମେ ମଧ୍ୟ ଅନୁଭବ କରିପାରିବା। ତାପରେ ଆପଣମାନେ ଦେଖନ୍ତୁ, ଆମର ଏଇଟା ତାପରେ ରାଜଯୁଗର ସ୍ତମ୍ଭ ବା ନିୟମ ଦେଖନ୍ତୁ ନା, ଏଠି ଦେଖାଯାଇଛି ରାଜଯୁଗ। ଆମେ ଯଦି ଯେମିତି ଗୋଟେ ଚେୟାରରେ ବସିବା ପାଇଁ ଆମେ 4ଟା ଖୋରା ଦରକାର। ପ୍ରଥମ ଏହା ହେଲା ପବିତ୍ରତା। ପବିତ୍ରତା ଆମେ ଯଦି ଅର୍ଥାତ୍ ସେଲିବେସି, ଏଠି ଦେଖାଯାଇଛି 4ଟା ଗୁଣ: ପବିତ୍ରତା, ଶୁଦ୍ଧ ଅନ୍ନ, ସତ୍ସଙ୍ଗ ଏବଂ ଶୁଦ୍ଧ ଅନ୍ନ, ସତ୍ସଙ୍ଗ, ଦିବ୍ୟ ଗୁଣ। ଆମେ ଯଦି ଏଇ 4ଟା ଖୋରାକୁ ଆମେ
ଯଦି ଦେବତା ହେବା ପାଇଁ ଚାହୁଁଛ ତେଣୁ ଇଏ ନିୟମ ପାଳନ କରିବା ପାଇଁ ଏକ ତ ପବିତ୍ରତାକୁ ଜୀବନରେ ଧାରଣ କରିବା, ବ୍ରହ୍ମଚାରୀ ନୁହେଁ ଖାଲି ବ୍ରହ୍ମଚାରୀ, ବ୍ରହ୍ମାକୁ ଆଚରଣ କରିବା ଏବଂ ଶୁଦ୍ଧ ଅନ୍ନ ମାନେ ଶୁଦ୍ଧ ଯିଏ ଅନ୍ନକୁ ଆପଣ ରୋଷେଇ କରିକି ପରମାତ୍ମାଙ୍କ ସ୍ମୃତିରେ ଭୋଗ ଲଗାଇବେ ତାକୁ ଶୁଦ୍ଧ ଅନ୍ନ କୁହାଯାଉଛି। ତେବେ ଯେପରି ଶୁଦ୍ଧ ଅନ୍ନ ଏବଂ ଦୈବଗୁଣ ବି ଆପଣ ଧାରଣ କହିଲେ ନା, ଦୈବଗୁଣ ବ୍ୟତୀତ ଦେବତା ହେବା ପାଇଁ ଦୈବଗୁଣ ଦରକାର। ଦେବତା ହେବା ପାଇଁ ଦୈବଗୁଣ ନଥିଲେ ଆମେ ଦେବତା ହେଇପାରିବୁନି ଏବଂ ପରମାତ୍ମାଙ୍କୁ ଶକ୍ତି ପାଇପାରିବୁନି। ଯେଉଁ ବିଭିନ୍ନ ଅଷ୍ଟଶକ୍ତି ଅଛି ଆଉ ଏ ଶକ୍ତି ମଧ୍ୟ ପାଇପାରିବା ଏବଂ ପ୍ରତିଦିନ କ୍ଲାସ୍ କରିବା କଥା। ପ୍ରତିଦିନ ପରମାତ୍ମାଙ୍କର ବାଣୀ ଆସୁଛି, ତେଣୁ ସେଥିରେ ଯେମିତି କଲେ ନା ମଧୁବନରେ ମୁରଲି ବାଜିଲେ, ମଧୁବନରେ ସିନା ମୁରଲି ବାଜିଲା କିନ୍ତୁ ସବୁ ସେଣ୍ଟର ମାନଙ୍କର ମଧ୍ୟ ମୁରଲି ବାଜିଛି। ଆମେ ସମସ୍ତେ ଯଦି ପରମାତ୍ମାଙ୍କ ଜ୍ଞାନକୁ ଶୁଣିବୁ, ଧାରଣା କରିବୁ, ତେବେ ଆମେ ଦେବୀ ଦେବତା ହେଇପାରିବ। ଇଏ 4ଟା ସ୍ତମ୍ଭ ଏବଂ ଆମର 4ଟା ସ୍ତମ୍ଭ ଆମେ ଯଦି ଏଇ 4ଟା ନିୟମ ପାଳନ କରିବୁ, ଆମେ ପରମାତ୍ମାଙ୍କ ସହିତ ସଂଯୋଗ ବୁଦ୍ଧିରେ ଆତ୍ମା ଭାବିକି ସଂଯୋଗ କରିବ, ତେବେ ଆମେ ଶକ୍ତି, ଆନନ୍ଦ, ପ୍ରେମ, ଆତ୍ମାର ଯେଉଁ 7 ଗୁଣ ଅଛି, ତାପରେ ପରମାତ୍ମା ତ ସାଗର, ପରମାତ୍ମାଙ୍କ ଯେତେ ଶକ୍ତି ମଧ୍ୟ ପାଇପାରିବା। ତାପରେ ଆପଣମାନେ ଦେଖନ୍ତୁ ଇଏ ଶକ୍ତି ସବୁ କେଉଁ ଆଧାରରେ ପାଇବା? ଯୋଗର ଆଧାରରେ। ତେଣୁ ମୂଳ ହେଲା ଯୋଗ। ତେଣୁ ତାପରେ ପୁଣି ଆପଣମାନେ ଦେଖନ୍ତୁ କୁହନ୍ତି ନା ଅଷ୍ଟଶକ୍ତି। ଅଷ୍ଟଶକ୍ତି ମାନେ କ'ଣ? ଆପଣମାନେ ଦେଖନ୍ତୁ ଏଇଠି ଦେଖନ୍ତୁ ଗୋଟେ କଚ୍ଛପ ଚାଲୁଛି। ଅଷ୍ଟଶକ୍ତି ଆମେ ପାଇବୁ କେମିତି? ପରମାତ୍ମାଙ୍କ ସହିତ ଯୋଗ କଲେ। ତେଣୁ କଚ୍ଛପ ବାହାର କରିଛି। କଚ୍ଛପ ଯେତେବେଳେ ତା ଗୋଡ଼ ତା ମୁହଁ ବାହାର କରି ଚାଲୁଥିବ, ସେତେବେଳେ କୌଣସି ଆକ୍ସିଡେଣ୍ଟ ହେଲେ ସେ ମରିଯାଇପାରେ। କିନ୍ତୁ ଥରେ ସେ ବିସ୍ତାରକୁ ସଂକୀର୍ଣ୍ଣ ଯେତେବେଳେ କରିନେବ, ତେବେ ଆପଣ ଦେଖିବେ ତାପରେ ଟ୍ରକ୍ଟେ ବି ମଧ୍ୟ ଚାଲିଗଲେ ସେ ସହିଯିବ। ତେଣୁ ଏତେ ଶକ୍ତି ଆସିଯାଏ କେମିତି? ପରମାତ୍ମାଙ୍କ ସହିତ ଆମେ ଯଦି ଆମେ ପରମାତ୍ମା ସର୍ବଶକ୍ତିମାନ, ଆମେ ମାଷ୍ଟର ସର୍ବଶକ୍ତିମାନ ହବୁ, ସିଟ୍ରେ ସେଟ୍ ହବୁ, ତେବେ କୌଣସି ଶକ୍ତି ନାହିଁ ଯିଏ ଆମକୁ ହରି ଦେଇପାରିବ। ତାପରେ ଏଟା ଆମେ ଷ୍ଟେସନରେ ସমেଟ ଶକ୍ତି ଯାହା କୁହାଯାଉଛି, ଆମେ ଷ୍ଟେସନରେ ଯାଇଛୁ, ବାଇଚାନ୍ସ ଆମେ ଦେଖିବା ଆମ କ'ଣ ଗୋଟେ ଜିନିଷ ତ କେତେ କଷ୍ଟ ହେବ। ବାହାରକୁ ଯାଉଛୁ, ଚଳିବା ପାଇଁ କେତେ କଷ୍ଟ। ତେଣୁ ଆମେ ସବୁ ଗୁଣ, ସବୁ ଶକ୍ତି ଆମ ଭିତରେ ସमेଟ କରିକି ରହିବା। ଯେମିତି ଆମେ ପଛରେ କେବେ କହିବାନି ଯେ ମୋର ଏ କଥା ମନେ ପଡ଼ିଲାନି, କ'ଣ ଜିନିଷ ଗୋଟେ ମନେ ପଡ଼ିଲାନି, ନା ସେମିତି ନାହିଁ। ତାପରେ ଏଠି ଦେଖନ୍ତୁ ସହନ ଶକ୍ତି। ଯିଏ ଗଛ ଆମ୍ବ ଫଳିଛି ସେଥିପାଇଁ ତ ଟେକା ଫୋପାଡ଼ୁଛନ୍ତି। ତେଣୁ ସହନ କେତେବେଳେ କରିପାରିବା? ଯେତେବେଳେ ଆମେ ସହନ କରିବା, ଅର୍ଥାତ୍ ଗଛ ଭଳିଆ ଗଛ ମାଡ଼ ସହୁଛି ଏବଂ ନଈକି ଫଳ ଦେଉଛି। ଆମେ ସେଭଳିଆ ଏଇ ଗଛ ଦେଖୁଛନ୍ତି ତ ଫଳ ଦେଉଛି। ଏଇଟା ହେଲା ସହନ ଶକ୍ତି। ତାପରେ ସମାନିକ ଶକ୍ତି। ସମୁଦ୍ରରେ ସବୁ ଯାଇଛି, ନଦୀ ପଡ଼ୁଛନ୍ତି କିନ୍ତୁ ସମୁଦ୍ରର ଗୁଣ ରଖିଛନ୍ତି। ଆମ ପାଖରେ ତ ଗୁଣ ବର୍ତ୍ତମାନ ଭର୍ତ୍ତି କରୁଛୁ, କିନ୍ତୁ ଆମ ପାଖରେ ଆକ୍ଚୁଆଲି ଗୁଣ, ଆମେ ରାକ୍ଷସର ଗୁଣ, ରାକ୍ଷସର କ୍ୟାରେକ୍ଟରଟା ସବୁ ଆମେ କରୁଥିଲୁ। କିନ୍ତୁ ଆମେ ପରମାତ୍ମାଙ୍କଠୁ ଯିଏ ଜ୍ଞାନର ସାଗର, ଶକ୍ତି ସାଗର, ଆନନ୍ଦ ସାଗର, ପ୍ରେମର ସାଗର, ଆମେ ତାଙ୍କୁ ଯଦି ଗ୍ରହଣ କରିବା, ତେବେ ଆମେ ଆମ ଜୀବନରେ ଶ୍ରେଷ୍ଠତା ହେଇପାରିବ। ତାପରେ ଆପଣମାନେ ଦେଖନ୍ତୁ ଏଠି ହେଲା ପରୋକ୍ଷଣିକ ଶକ୍ତି। ପରଖି ପାରିବା। ବଣିଆ କ'ଣ କରେ? ଯେତେ ସୁନାକୁ ପରୀକ୍ଷା କରିକି ପାରସ୍ମଣୀ ସାହାଯ୍ୟରେ ସୁନାକୁ ଜାଣିପାରେ। ତେବେ
ଯିଏ ପରଖିପାରିବ ଅନ୍ୟକୁ ପରଖିପାରିବ ଏ ଲୋକଟା ଭଲ ଲୋକ କି ଖରାପ, ତେଣୁ ଆମର ଏ ବୁଦ୍ଧି ମଧ୍ୟ ଆସିବ। ତାପରେ ନିର୍ଣ୍ଣୟ ଶକ୍ତି ଏଠି ଦେଖାଯାଇଛି, ଆମେ ନିର୍ଣ୍ଣୟ କରିପାରିବା କେଉଁ ଜିନିଷଟା ଭଲ କେଉଁଟା ଖରାପ। ଏ ନିର୍ଣ୍ଣୟ ଶକ୍ତି ମଧ୍ୟ ଆମ ପାଖରେ ଆସିପାରିବ। ଏବଂ ଇଏ ତାପରେ ଏଇଟା ଦେଖାଯାଇଛି ଯେ ଆମେ ଯେତେବେଳେ କୌଣସି ପରିସ୍ଥିତିରେ କେହି ଜଣ ମରିଗଲେ ମଧ୍ୟ ଆମେ କ'ଣ କରୁଛେ, ସହିବା। କାରଣ ଆପଣ ଜାଣିଛନ୍ତି ଆତ୍ମା କେବେ ମରେନି, ଆତ୍ମା ଅଜର ଅମର ଅବିନାଶୀ। ତେଣୁ ଦୁଃଖ କଲେ କ'ଣ ହେବ, ଆତ୍ମା ଆଉ ଗୋଟେ ଜାଗାକୁ ଯାଇକି ପାଠ ବଜେଇବ। ତେଣୁ ଆପଣ ଏ ପରିସ୍ଥିତି ପାଇଁ ମଧ୍ୟ ମାନେ ସମାନ ସମୟବାର ଶକ୍ତି, ଯାହାକୁ ଆପଣ କହିଲେ ଦୁଃଖକୁ କଷ୍ଟକୁ ସହନ କରିପାରିବା। ତେଣୁ ଆପଣମାନେ ଏ ପରିସ୍ଥିତିକୁ ଦେଖି ମଧ୍ୟ ତାର ସହନ କରିପାରିବେ। ତାପରେ ଦେଖାଇଛି ଗୋବର୍ଦ୍ଧନ ପର୍ବତକୁ ନା ସମସ୍ତେ ଗୋଟେ ଗୋଟେ ଆଙ୍ଗୁଠି ଦେଇଥିଲେ, ଗୋବର୍ଦ୍ଧନ ପର୍ବତ ଉଠି ଯାଇଥିଲା। ଆମେ ମଧ୍ୟ ସମସ୍ତେ ଯଦି ସମସ୍ତେ ଗୋଟେ ଗୋଟେ ଆଙ୍ଗୁଠି ଦେବା, ଅର୍ଥାତ୍ ସମସ୍ତେ ପାପର ଦୁନିଆ ପାପର ପାହାଡ଼କୁ ମଧ୍ୟ ଆମେ ଅତିକ୍ରମ କରିପାରିବା। ଏଠି ଦେଖାଇଛି ଯେ ଆମେ ଯଦି ଏଇ ଆଠଟା ଶକ୍ତିକୁ ପାଇପାରିବା। ଅନେକ ଶକ୍ତି ଅଛି, କିନ୍ତୁ ଏଇ ଆଠଟା ବିଶେଷ ଭାବରେ ଆମେ ଅନୁଭବ କରିପାରିବା। ଆପଣମାନେ ପ୍ରତିଦିନ ଅନୁଭବ କରନ୍ତୁ ସହନ ଶକ୍ତି। ୟା ଭିତରେ ସହନ ଶକ୍ତିର ବଡ଼ ଶକ୍ତି ଅଛି। ଆପଣମାନେ ସହିବା ଶକ୍ତି ଯଦି ନିଜେ ଧାରଣ କରିଦେଲେ, ଆପଣମାନେ ଅନୁଭବ କରିବା ଯେ ଆମେ କୌଣସି ପରିସ୍ଥିତିରେ ଆସିଲେ ମଧ୍ୟ ଆମେ ପରିସ୍ଥିତିକୁ ଆମେ ସହନ କରିପାରିବା। ଏବଂ ଆପଣ ଆଉ କଥା ମନେ ରଖନ୍ତୁ, ଧରନ୍ତୁ ଆପଣ 9 ଥର ସହିଲେ 10 ଥରକୁ କିଛି ପଦେ କଥା କହିଲେ, ତେବେ ବି ଏଇଟା ସହନ ଶକ୍ତି ହୁଏନି। ଆପଣ ବାବା ଯେମିତି କହିଛନ୍ତି ନା, ମରିଯିବା ଜୀବନ, ତୁମେ ପୁରୁଣା ଦୁନିଆରୁ ମରିଯାଉଛ। ଯେତେ ତୁମେ ସହନ କରିପାରିବ ସେତେ ତୁମର ସହନ ଶକ୍ତି ବଢ଼ିବ। କୌଣସି ସବୁବେଳେ ଖୁସି ରହିବ, ଆନନ୍ଦରେ ରହିବ। କାରଣ ପରମାତ୍ମାଙ୍କର ସନ୍ତାନ ଭାଇ ଖୁସି ଆନନ୍ଦ ଦେବା ପାଇଁ ପରମାତ୍ମା ଆମ ପାଖକୁ ଆସିଛନ୍ତି। ଆମେ ଯଦି ଖୁସି ନ ରହିବା, ଅନ୍ୟମାନଙ୍କୁ କ'ଣ ଖୁସି ଦେଇପାରିବା? ତେବେ ଏ 8 ଶକ୍ତି ଆପଣ ଅଷ୍ଟ ଶକ୍ତି ପ୍ରାପ୍ତି କରିପାରିବେ। ଯଦି ପ୍ରାପ୍ତି କରିପାରେ, ଯୋଗ ଦ୍ୱାରା ହିଁ ପ୍ରାପ୍ତି କରିପାରିବେ। ତେଣୁ ଯୋଗଟା ସବଜେକ୍ଟଟା, ସେଥିପାଇଁ ଆପଣଙ୍କୁ କହିଲି ଯେ ଆପଣମାନେ ଯଦି ଚାହୁଁଛନ୍ତି ଏ ଯୋଗ ମୁଁ ମଧ୍ୟ କରିବେ, କିନ୍ତୁ ଆପଣମାନେ ସହଜ ରାଜଯୋଗ ବା ଅମୃତବେଳା ଯୋଗ କିମ୍ବା ଯୋଗ ଅନ୍ୟ ପ୍ରକାର, ଆମେ ଏହାକୁ ବୁଦ୍ଧି ଯୋଗ ମଧ୍ୟ କହୁଛୁ, ଜ୍ଞାନ ଯୋଗ ମଧ୍ୟ କହୁଛୁ। କାରଣ ଏସବୁ ନାମ, କିନ୍ତୁ ଏହାକୁ ରାଜଯୋଗ କହୁଛୁ। କାହିଁକି? ରାଜଯୋଗ ଦ୍ୱାରା ଆମେ ସର୍ବଶକ୍ତି ପ୍ରାପ୍ତ ହୋଇପାରିବ। ସର୍ବଶକ୍ତି କାହାଠୁ ପ୍ରାପ୍ତ ହଉ? ପରମାତ୍ମା ସର୍ବଶକ୍ତିମାନ, ସର୍ବଶକ୍ତିମାନଠୁ ଆମେ ଏଇ ଶକ୍ତି ପ୍ରାପ୍ତ ହବ। ଆପଣମାନେ ଅନୁଭବ କରିବେ ସର୍ବଶକ୍ତିମାନଙ୍କ ଠାରୁ ଶକ୍ତି ଯେତେବେଳେ ଆପଣ ପାଇବେ, ଆପଣ ଦୁନିଆର ଯେକୌଣସି ପରିସ୍ଥିତିକୁ ମଧ୍ୟ ଆପଣ ଅତିକ୍ରମ କରିପାରିବେ। ତେଣୁ ଆପଣମାନେ ତ ଯୋଗର ବିଭିନ୍ନ ବିଧି ଜାଣିଲେ। ତେଣୁ ବର୍ତ୍ତମାନ ଏ ସହଜ ରାଜଯୋଗ ମୁଁ ପ୍ରଥମେ କହିଛି, ଆମେ ଯଦି ଆତ୍ମିକ ରୂପରେ ମୁଁ ଆତ୍ମା ବାର ଅଭ୍ୟାସ କରିବା, ଆପଣମାନେ ଅନୁଭବ କରିବେ ଯେ ବ୍ରହ୍ମା ବାବା ମଧ୍ୟ ଅନୁଭବ କରୁଥିଲେ, ନିଜର ଅନୁଭବ କ'ଣ କରୁଥିଲେ? କଚେରୀ କରୁଥିଲେ। ପ୍ରତିଦିନ ମନମନ୍ତ୍ରୀ କହୁଥିଲେ, ମନମନ୍ତ୍ରୀ ତୁ ମାଲିକର କଥା ମାନୁ, ତୁ ଦଣ୍ଡ ପାଇବା ଉଚିତ। ତେଣୁ ନିଜକୁ ସେ ଦଣ୍ଡ ଦେଉଥିଲେ, ଖାଉନଥିଲେ କିମ୍ବା ଦଣ୍ଡ ଦେଉଥିଲେ। ତେଣୁ ଏଭଳି ଆମେ ସମସ୍ତେ ଯଦି ବ୍ରହ୍ମା ବାବାଙ୍କୁ ଫଲୋ ଫାଦର ତ ଆମେ କହୁଛୁ, କିନ୍ତୁ ଆମେ ଯଦି ଫଲୋ କରିବା, ତେବେ ଆପଣମାନେ
ମଧ୍ୟ ଏ ଶକ୍ତି ମଧ୍ୟ ଅନୁଭବ କରିପାରିବା, କାରଣ ଅନୁଭବଟି ବଡ଼ ଶକ୍ତି ଯିଏ ପରମାତ୍ମାଙ୍କ ଠାରୁ ଆମେ ପାଉଛୁ। ଆପଣମାନେ ଅନୁଭବ କରନ୍ତୁ ଯେ ପରମାତ୍ମା ସୃଷ୍ଟିରେ ଆସିଛନ୍ତି, ଆମକୁ ଦେବା ପାଇଁ ଆସିଛନ୍ତି। ନେବା ପାଇଁ କୌଣସି ଜିନିଷ ନାହିଁ। ଦେବତା ଆପଣମାନେ ମଧ୍ୟ ସେଭଳି ଶକ୍ତି ଦେବେ। ତେବେ ଆପଣମାନେ ମୋର ଅମୃତଳ ଯୁଗ କିମ୍ବା ସହଜ ରାଜଯୁଗର ବିଧି ଆପଣମାନେ ଆପଣ ଦେଖିବେ। ଆପଣମାନେ ଯଦି ଚାହିଁବେ ଏଗୁଡ଼ାକ ଆମ ପାଖରେ ଅଛି, ଆପଣମାନେ ନେଇପାରିବେ। ତେଣୁ ଆପଣ କିଛି ସମୟ ପାଇଁ ବର୍ତ୍ତମାନ ଷ୍ଟ୍ରେଟ୍ ହେଇକି ବସନ୍ତୁ, ଦେହର ଭୁଲନ୍ତୁ, ନିଜକୁ ଆତ୍ମା ଅନୁଭବ କରନ୍ତୁ। ବର୍ତ୍ତମାନ ଆମେ ଏ ସହଜ ରାଜଯୁଗରେ ପ୍ରାକ୍ଟିସ୍ କରିବା। ବୁଦ୍ଧିକୁ ଏକ ପରମାତ୍ମାଙ୍କ ଲଗନରେ ମଗନ ରଖନ୍ତୁ। ପରମାତ୍ମା ବ୍ୟତୀତ କୌଣସି ବାଜ୍ୟ ଜିନିଷ, କୌଣସି ଦେହଧାରୀ ବସ୍ତୁ, ବୈଭବ କୌଣସି ୟାଦ ନ ଆସୁ। ଆପଣମାନେ ମନେ ରଖନ୍ତୁ ଯେ ଆମେ ଏକ ଆତ୍ମା। ମୁଁ ଆତ୍ମା ଜ୍ୟୋତିର୍ବିନ୍ଦୁ ସ୍ୱରୂପ, ପ୍ରକାଶ ଏବଂ ଶକ୍ତି ସ୍ୱରୂପ, ଅଜର ଅମର ଅବିନାଶୀ ଆତ୍ମା ଅଟେ। ମୋ ଆତ୍ମା ନିତ୍ୟ ଶୁଦ୍ଧ ଏବଂ ବୁଦ୍ଧିମାନ ଅଟେ। ମୋ ଆତ୍ମା ପରମଧାମ ନିବାସୀ, ଶିବ ବାବାଙ୍କ ସନ୍ତାନ। ମୋ ଆତ୍ମା ଏବେ ଏ ସୃଷ୍ଟିକୁ ଆସିଛି ପାଠ ବଜାଇବା ପାଇଁ। ମୋ ଆତ୍ମା ଶାନ୍ତ ସ୍ୱରୂପ, ପ୍ରେମ ସ୍ୱରୂପ, ଆନନ୍ଦ ସ୍ୱରୂପ। ମୋ ଆତ୍ମା এই ଦେହରୂପୀ ବସ୍ତ୍ରକୁ ତ୍ୟାଗ କରି ମୁଁ ବର୍ତ୍ତମାନ ପରମଧାମକୁ ଯାଉଛି। ପରମଧାମରେ ମୋର ମିଠା ଶିବ ବାବା ବିରାଜମାନ ଅଟନ୍ତି। ମୁଁ ବହୁତ ଖୁସି ଯେ ମୁଁ ଭାଗ୍ୟବାନ ଆତ୍ମା ପରମାତ୍ମାଙ୍କ ସହିତ ମିଳନ ମନାଉଛି। ପରମାତ୍ମା ମୋର ପିତା, ଶିକ୍ଷକ, ସଦ୍ଗୁରୁ ଅଟନ୍ତି। ତାଙ୍କଠାରୁ ଶକ୍ତି ପାଇଁ ମୁଁ ପତିତରୁ ପାବନ ହେଉଛି, ଦୁଃଖ ଶାନ୍ତି ରକ୍ଷା କରୁଛି। ଏବଂ ମୁଁ ଅନୁଭବ କରିଛି ଯେ ପରମାତ୍ମା ସୃଷ୍ଟିର ବୀଜ ରୂପ, ଗତି ସଦ୍ଗତି ଦାତା, ମୁକ୍ତି ଜୀବନ ମୁକ୍ତିଦାତା। ଆମକୁ ମୁକ୍ତି ଜୀବନ ମୁକ୍ତି ଦେବା ପାଇଁ ସତ୍ୟ ଦୁନିଆକୁ ନେଉଛନ୍ତି। ଏବଂ ମୁଁ ଅନୁଭବ କରିଛି ପରମାତ୍ମାଙ୍କ ଶକ୍ତି ପାଇ ମୁଁ ଆତ୍ମା ବଳିୟାନ ହେଉଛି। ଏବଂ ପରମାତ୍ମାକୁ ମୁଁ ଯେତେ ନଜଦିକ ଆସୁଛି, ତାଙ୍କୁ ଠାରୁ ସର୍ବଶକ୍ତି ମାଷ୍ଟର ସର୍ବଶକ୍ତି ପାଇ ମୁଁ ସର୍ବଶକ୍ତିମାନ ହେଉଛି। ଏବଂ ସର୍ବଶକ୍ତିମାନ ବାବାଙ୍କଠୁ ଶକ୍ତି ପାଇ ମୋ ଆତ୍ମା ଅନୁଭବ କରୁଛି ଯେ ମୁଁ ବାବାଙ୍କ ସହିତ କମ୍ବାଇନ୍ ହେଉଛି। ଏବଂ ବହୁତ ଖୁସି ଲାଗୁଛି ଯେ ବାବାଙ୍କର ସନ୍ତାନ ହୋଇ ଆଜି ଦୁନିଆରେ ସମସ୍ତଙ୍କୁ ଅନୁଭବ କରୁଛି। ଅନୁଭବ କରାଇବା ପାଇଁ ମୁଁ କରାଉଛି। ମୋ ଆତ୍ମା ଅନୁଭବ କରୁଛି, ଅନୁଭବ ସର୍ବଶକ୍ତିର କରିଛି। ସର୍ବପ୍ରକାର ବିକାରକୁ ତ୍ୟାଗ କରିଛି, ସର୍ବପ୍ରକାର ସଂସ୍କାରକୁ ତ୍ୟାଗ କରିଛି। ପୁରୁଣା ସଂସ୍କାରକୁ ମୁଁ ଜଳି ଭସ୍ମୀଭୂତ କରିଦେଇଛି। ମୁଁ ଏବଂ ଅନୁଭବ କରିଛି ଯେ ପରମାତ୍ମାଙ୍କ ଶକ୍ତି ପାଇଁ ମୁଁ ସାରା ଦୁନିଆକୁ ଛାଡ଼ି ଦେଇପାରେ। ମୁଁ ଏକ ବାବା ହିଁ ମୋର ସଂସାର। ବାବାଙ୍କ ଠାରୁ ସର୍ବପ୍ରାପ୍ତି ହେଉଛି। ବାବାଙ୍କ ଠାରେ ସମ୍ବନ୍ଧ ରଖିଛି ଏବଂ ବାବାଙ୍କ ଠାରୁ ପଢ଼ାଇ ପଢ଼ିଛି, ବାବାଙ୍କ ଠାରୁ ପାଳନା ପାଉଛି। ଏଭଳି ପାଳନା ଆଉ କୌଣସି ସମୟରେ ମିଳିବନି। ତେଣୁ ମୁଁ ଆପଣଙ୍କୁ ଏହି ଯୁଗ ଆପଣମାନେ ପ୍ରତିଦିନ ଅଶରୀରୀ ହେଇକି କିଛି ସମୟ ଦିନରେ 20-30 40 ଥର ଅଶରୀରୀ ଏହି ଯୋଗକୁ ଅଭ୍ୟାସ କରନ୍ତୁ। ଆପଣ ନିଶ୍ଚୟ ସଫଳତା ପ୍ରାପ୍ତ କରିବେ। କାରଣ ସଫଳତା ଆମ ବ୍ରାହ୍ମଣ ଜୀବନର ସଫଳତା ଆମର ବ୍ରାହ୍ମଣ ଜୀବନର ମର୍ଯ୍ୟାଦା ଅଟେ। ତେଣୁ ଆପଣମାନେ ସେ ମର୍ଯ୍ୟାଦାର ସହିତ ଯଦି ଏହାକୁ ପ୍ରାକ୍ଟିସ୍ କରିବେ, ତେବେ ନିଶ୍ଚୟ ଭାବରେ ଆପଣ ସଫଳତା ପାଇବେ
ଏବଂ ସଫଳତା ପାଇ ସଦା ଖୁସିରେ ନାଚିବେ ଯେ ବାବା ଆମକୁ କେତେ ବଡ଼ ଗ୍ୟାରେଣ୍ଟି ଦେଉଛନ୍ତି। ଆପଣ ଏଇ ଯୋଗକୁ ଛୋଟ ହେଲେ ମଧ୍ୟ ପ୍ରାକ୍ଟିସ୍ କରିବେ। ଆଚ୍ଛା, ଆପଣଙ୍କୁ ଏତିକି କହି ମୁଁ ବିଦାୟ ନେଉଛି।